ସମସ୍ତେ ଖାଇଛ? ତମକୁ ଗପ ଶୁଣିବାକୁ ଭଲ ଲାଗେ? କିଏ କିଏ ସବୁ ଗପ ଶୁଣିବାକୁ ଭଲ ଲାଗେ? ହାତ ଟେକିଲ। ଗପ ଘରେ ସବୁ କିଏ କିଏ କୁହନ୍ତି କହିଲ? ଆମେ ଆଜି ଗପ ଶୁଣିଆ। ପ୍ରଥମ ଶ୍ରେଣୀ ବହି ବୋଧେ। ମନ ବଦଳି ଗଲା। କାହାର ମନ ବଦଳି ଗଲା କିଏ କହିବ? ଫଗୁଣ ମାସ ଭାରି ଖରା ହେଇଛି। ଫଗୁଣ ମାସରେ ବହୁତ ଖରା ହେଇଛି। ଫୁଲ ଫଳ ପୁରା ବଣ, ସବୁଆଡେ ଫୁଲ ଫଳ ହେଇଛି ସବୁ। ଆଉ ଗୋଟେ ଶିକାରୀଟି ଧନୁଶର ଧରି ବଣକୁ ପଶିଲା। ଗୋଟେ ଶିକାରୀ କଣ କଲା ନା, ଗୋଟେ ଧନୁଶର ଧରି ବଣକୁ ପଶିଲା। ବୁଲି ବୁଲି ଥକି ପଡିଲା। ଶିକାରୀ ଯେତେବେଳେ ବଣରେ ବୁଲିଲା, ସେ ବୁଲି ବୁଲି ଥକି ପଡିଲା। ଶିକାର ଟିକେ ପାଇଲାନି, ଗୋଟେ ଶିକାର ସେ ପାଇଲାନି। ତାକୁ ଭାରି ଶୋଷ ହେଲା। କଣ ହେଲା ତାର? ଶିକାରୀ କି ଭାରି ଶୋଷ ଲାଗିଲା। ଦେହ ହାତ ତାର ଥର ଥର ହେଇଗଲା, ଝିମଝିମ ହେଇଗଲା ଶୋଷରେ। କଇଥ ଗଛ ତଳେ ସେ କଚାଡି ହୋଇ ପଡିଲା। କୋଉ ଗଛ ତଳେ? କଚାଡି ହେଇ ପଡିଲା। ଶିକାରୀଟିକୁ ଦେଖି ହାତୀ ମନରେ ଦୟା ଆସିଲା। ଯେତେବେଳେ ସେ କଚାଡି ହେଇକି ପଡିଛି ଶିକାରୀଟି ହେଲା, ହାତୀ ତାକୁ ଦେଖିଲା। ଦେଖିକି କଣ କଲା? ତା ମନରେ ଦୟା ଆସିଲା। ପାଣି ଆଣି ତା ଦେହ ଯାକ ପିଚକାଳି ମାରିଲା। ଯେତେବେଳେ ହାତୀ କଣ କଲା? ପାଣି ଆଣିକି ତା ଦେହ ସାରା ପିଚକାଳି କଲା। ଶିକାରୀଟି ଚେତା ଫେରି ପାଇଲା। ଶିକାରୀର କଣ ହେଲା? ଚେତା ଫେରି ପାଇଲା। ହାତ ଆଡକୁ ଚାହିଁଲା। ହାତୀକୁ ଦେଖି ତାର ମନ ବଦଳି ଗଲା। ସେ ଧନୁଶର ଫୋପାଡ଼ି ଦେଲା। କଣ ପାଇଁ ଫୋପାଡ଼ି ଦେଲା ଧନୁଶରକୁ କହିଲା? ସେ ଯୋଉ ଶିକାର କରିବାକୁ ଆସିଥିଲା, ସବୁ ପଶୁ ମାନଙ୍କୁ ଶିକାର କରୁଥିଲା। ସିଏ ଦେଖିଲା ପଶୁ ମାନଙ୍କ ଭିତରେ ବି ମହାନତା ଅଛି। ସେଇଥିପାଇଁ ଯେତେବେଳେ ସେ ପାଣି ଛିଞ୍ଚିଛି, ତା ମନ ବଦଳି ଯାଇଛି। ସେଇଥିପାଇଁ ସିଏ କଣ କଲା? ଫୋପାଡ଼ି ଦେଲା।